27 ଜୁନ୍ 2025 ତାରିଖ ଦିନ ବିଶ୍ୱର ପ୍ରତ୍ୟେକ ସ୍ଥାନରେ ଆଜି ରଥଯାତ୍ରା ପାଳନ କରାଯାଉଛି। ରାୟଗଡ଼ା ସହରସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମଧ୍ୟ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ସକାଳ 11:30 ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଘଣ୍ଟ, ମହୁରୀ, ବାଜା, ହୁଳହୁଳି ଶ୍ରୀ ଜଗନ୍ନାଥଙ୍କ ନାମ କୀର୍ତ୍ତନ ଏକ ଭକ୍ତିମୟ ପରିବେଶ ମଧ୍ୟରେ ତିନି ଦେବାଦେବୀଙ୍କୁ ରଥ ଉପରେ ଉଠାଯାଇଥିଲା। ରାଜପୁରୋହିତ ବିରଞ୍ଚି ଦାସଙ୍କ ଦ୍ୱାରା ଛେରା ପହଁରା କରାଯିବ। କିଛି ସମୟ ପରେ ରଥଟଣା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତ ଏହି ରଥଟଣା କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରିଥିଲେ। ଶ୍ରଦ୍ଧା ଶ୍ରୀକ୍ଷେତ୍ର ମନ୍ଦିର ନିକଟରୁ ରଥଟଣା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭକ୍ତମାନେ ରଥ ଟାଣି ଆଣି ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚାଇଥିଲେ। ରାୟଗଡ଼ା ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ଦଳାଇଙ୍କ ରିପୋର୍ଟ, G9 ଓଡ଼ିଆ।